ମାନେ ସମସ୍ତେ ଶୁଣିଥିବେ ଯେ ଆମର ବয়োଜ୍ୟେଷ୍ଠ ମାନେ ଆମକୁ କହନ୍ତି ଯେ ସଫଳ ଲୋକଙ୍କ ପାଖକୁ ଯାଅ, ସେମାନଙ୍କ ସହିତ ମିଶ, ସେମାନଙ୍କଠାରୁ ଅଭିଜ୍ଞତା ଆଣ, ତୁମେ ବି ସଫଳ ହେବ। ଇଏ ହେଉଛି ଆମ ସମସ୍ତଙ୍କ ନଜରିଆ। ଆମେ ସମସ୍ତେ ଜାଣିଛନ୍ତି ସଫଳ ଲୋକଙ୍କ ସଂସ୍ପର୍ଶରେ ଆସିଲେ ଆମେ ସଫଳ ହେବା। କିନ୍ତୁ ଏ ନଜରିଆକୁ ଟିକେ ଓଲଟା କରି ଦେଖନ୍ତୁ, ଏ ଦୃଷ୍ଟିଭଙ୍ଗୀକୁ ଟିକେ ବଦଳାଇ ଦେଖନ୍ତୁ। ବିଫଳ ଲୋକ ପାଖରୁ ମଧ୍ୟ ଆପଣଙ୍କୁ କିଛି ଶିକ୍ଷା ମିଳିପାରେ। ପ୍ରଭୁ ରାମଙ୍କ ପାଖରୁ ଆପଣଙ୍କୁ ଶିଖିବାକୁ ମିଳିବ କ'ଣ କ'ଣ କରିବା ଉଚିତ। ପାଖରୁ ଆପଣଙ୍କୁ ମଧ୍ୟ ଶିଖିବାକୁ ମିଳିବ କ'ଣ କ'ଣ ନ କରିବା ଉଚିତ। କ'ଣ କ'ଣ କରିବା ଉଚିତ ସଫଳ ଲୋକ କହିପାରିବେ, କ'ଣ ନ କରିବା ଉଚିତ ଜଣେ ବିଫଳ ଲୋକ କହିପାରିବେ। ତେଣୁ ବିଫଳ ଲୋକମାନଙ୍କୁ କେବେ ଖରାପ ଭାବନ୍ତୁ ନାହିଁ। ବିଫଳ ଲୋକମାନେ ଭଲ ରକମ ଜାଣିଛନ୍ତି ଯେ କେଉଁ କାରଣରୁ ସେମାନେ ସଫଳ ହେଲେ ନାହିଁ। ସେମାନେ ବିଫଳ ହେବା ପଛର କାହାଣୀ ସେମାନେ ଭଲ ରକମ ଜାଣିଛନ୍ତି। ସେମାନେ ଜାଣିଛନ୍ତି କେଉଁ କେଉଁ କର୍ମମାନ କଲେ ଆପଣ ସଫଳ ହୋଇପାରିବେ। ଏମାନଙ୍କ ଠାରୁ ସେ ଜ୍ଞାନକୁ ଆହରଣ କରନ୍ତୁ, ସେମାନଙ୍କ ଠାରୁ ଶିଖନ୍ତୁ ଯେ କ'ଣ କ'ଣ ନ କରିବା ଉଚିତ, କ'ଣ କ'ଣ କଲେ ଆମେ ବିଫଳ ହେବୁ, ଏବଂ ସେହି କର୍ମମାନ ଆଜିଠୁ ବନ୍ଦ କରିଦିଅନ୍ତୁ। ଏବଂ ସଫଳତା ପାଇବା ପାଇଁ ହେଲେ ଆପଣ ଉଭୟ ସଫଳ ଲୋକ ଏବଂ ବିଫଳ ଲୋକ ଦୁଇ ଜଣଙ୍କ ପାଖରୁ ଜ୍ଞାନ ଆହରଣ କରନ୍ତୁ ଏବଂ ଆପଣଙ୍କ ସଫଳତା ରାସ୍ତାରେ ଆଗକୁ ବଢ଼ି ଚାଲନ୍ତୁ।